ପିଲା ଦେଖ ଆମେ ବର୍ତ୍ତମାନ ଶିଖିବାକୁ ଯାଉଛେ 20 ରୁ 30 ପର୍ଯ୍ୟନ୍ତ ଯେକୌଣସି ସଂଖ୍ୟାର ବର୍ଗ କିପରି ଭାବରେ ବାହାର କରିବ ବୁଝିପାରିଲ। ତାହେଲେ ଦେଖ କଣ କରିବ, ଯାହା ଦେଇଛି ପିଲା ସଂଖ୍ୟାଟି 21 ଦେଇଛି, ଏକ ଘରର ଅଙ୍କ 1 ତେଣୁକରି ଆକୁ ରଖିଲ ଗୁଣିଦେବ 2 ବୁଝିପାରିଲ। 1 ଅଛି ମାନେ 1 ର ସ୍କୋୟାର, ତାହେଲେ କେତେ ହଉଛି ପିଲା କୁହ। ବର୍ତ୍ତମାନ ଦେଖ 21 ରେ 1 ମିଶିଲେ ପିଲା 22, 22 ଗୁଣନ 2, 1 ର ସ୍କୋୟାର ହେଲା 1, 22 ରେ 2 ଗୁଣିଲେ ପିଲା କେତେ କୁହ 44, 1 ର ସ୍କୋୟାର ହେଲା 1, ଏତିକି ହବ ଆନ୍ସର। କ୍ଲିୟର। ସେମିତି ଏଠି କେତେ ହବ କୁହ ପିଲା, 23 ରେ 3 କି ମିଶେଇ ଦେଲ ହେଲା 26, ତା ଦେହରେ 2 ଗୁଣ ଦବ 3 ର ସ୍କୋୟାର, ଠିକ ଅଛି। ତାହେଲେ 26 ରେ 2 ଗୁଣିଲେ ପିଲା କେତେ କୁହ 52, 3 ର ସ୍କୋୟାର କେତେ କୁହ 9, ଠିକ ଅଛି, ଇଏ ତାର ଆନ୍ସର। ସେମିତି 24 ରେ 4 ହେଲା 28 ମିଶେଇଲେ, ତା ଦେହରେ ଆମେ 2 ଗୁଣିବା, ଏକରେ ରହିଲା 4 ର ସ୍କୋୟାର, 28 ଦିନ ପିଲା କେତେ କୁହ 56, 4 ର ସ୍କୋୟାର ପିଲା କେତେ କୁହ 16, ଏକରେ ସଦାସର୍ବଦା ଏକକ ସ୍ଥାନରେ ଅଙ୍କଟି ରହିବ, ଆଉ ଏ ଅଙ୍କଟି ଆ ସାଙ୍ଗରେ ଆସିକି ମିଶିଯିବ, ଅର୍ଥାତ୍ 576 ବୁଝିପାରିଲ। ତାହେଲେ ଆର ସ୍କୋୟାର କେତେ ପିଲା ହବ କୁହ, ଦେଖ 27 ରେ 7 ମିଶିଲେ 34, 2 ହେଲା 68, 7 ର ସ୍କୋୟାର ହେଲା 49, ବର୍ତ୍ତମାନ 4 ଆସିକି 68 ସାଙ୍ଗରେ ମିଶିଯିବ, କେତେ ହବ କୁହ 72। ତୁମମାନଙ୍କ ପାଇଁ 29 ର ସ୍କୋୟାର କେତେ ହବ କମେଣ୍ଟ ମାଧ୍ୟମରେ ଜଣାଇବ।